ଆଜି ଯେଉଁ ମାଙ୍କର ଗର୍ଭ କୁ ସ୍ୱୀକାର କରିକିରି ପ୍ରଭୁ ଆସନ୍ତି, ସେତେବେଳେ ମା ତ ସେ ମା ହଉଛନ୍ତି ପୁଣ୍ୟ ଗର୍ଭା ହେଇଯାନ୍ତି। କୁପୁତ୍ର ଜାୟତେ କୁମାତା ନ ଭବତି। ମା ସବୁବେଳେ ମା ପୁତ୍ର ହୁଏତ କିଏ ଭଲ ହେଇପାରନ୍ତି, କିଏ ଖଳକ ପୁତ୍ର ହୁଅନ୍ତି, କିଏ ବିଷାକ୍ତ ମନ୍ଦ ବୁଦ୍ଧି ଯୁକ୍ତ ହେଇପାରନ୍ତି। କୁପୁତ୍ର ଜାୟତେ, ପୁଅ ବରଂ କୁପୁତ୍ର ହେଇପାରେ, କିନ୍ତୁ ମା ହେଲେ କେବେ ହେଲେ କୁମାତା ହୁଏ ନାହିଁ। ମା ସବୁବେଳେ ମା, ସେ ଅମୃତମୟୀ, ସେ ମମତାମୟୀ। ଠାକୁରଙ୍କର କଥା ଯେତେ ଆଲୋଚନା ଭିତରେ ଦେଇକିରି ଗଲେ ବି ଆମକୁ କେବେ ହେଲେ ମାନେ ପରିପୂର୍ଣ୍ଣ ହେଇପାରିବ ନାହିଁ। ନା ଭଲ ଲାଗିବନି, କାହିଁକି ନା ଆଚ୍ଛା ଭଲ କଣ ଲାଗିବନି ନା ନା ମ ଆଉ ଟିକେ କହିଥିଲେ ଭଲ ଲାଗିଥାନ୍ତା ନା, ଆଉ ଏତିକିରେ ସାରିଦେଲେ ମନଟା କାହିଁ ଟଳ ବିକଳ ହଉଛି। ଠାକୁରଙ୍କର କଥା ସେଇଭଳିଆ, ଭଲ ଲାଗିବନି। ଆପଣ ଦେଖିବେ ଜଗତର ନାଥ ଜଗନ୍ନାଥଙ୍କୁ ଟିକେ ଦର୍ଶନ କରିବେ, ଅଧଘଣ୍ଟେ ଛିଡା ହେଇସାରିବେନି, ତାଙ୍କର ବିରାଟ ବିରାଟ ଚକା ଆଖିକି ଦର୍ଶନ କରିସାରିବେନି, ଭଲ ଲାଗିଲାନି। ନାଇଁ ରେ ଠାକୁରଙ୍କୁ ତ ଦର୍ଶନ କଲେ ଭଲ କଣ ଲାଗିଲାନି, ନା ଆଉ ଟିକେ ଦେଖିଥାନ୍ତି, ମନଟା ପୁରିଲାନି। ତେଣୁ ଠାକୁରଙ୍କର କଥା କେବେ ହେଲେ ମନ ପୁରେନି, କେବେ ହେଲେ ମନ ପୁରିବନି। ଯୋଉମାନେ ବାସ୍ତବିକ ସତ୍ସଙ୍ଗୀ ଠାକୁରଙ୍କର ଲୀଳା କୀର୍ତ୍ତନ ଏସବୁ କରନ୍ତି, ତାଙ୍କୁ କେବେ ଭଲ ଲାଗେନି। କାହିଁକି ନା ନା ଆଉ ଟିକେ ମୁଁ ଟିକେ ଲୀଳା ଟିକେ ଆଉ ଟିକେ ଭଲ କରି ଶୁଣିଥାନ୍ତି, ମୁଁ ମଝିରେ ଟିକେ ମୋ ମନଟା କାହିଁ ଏପଟ ସେପଟ ହେଇଗଲା, ମୁଁ ଟିକେ ଠାକୁରଙ୍କ କଥାଟା ଶୁଣିପାରିନି। ସେ ସେଥିଲାଗି କହି ଭଲ ଲାଗିଲାନି, ଆଉ ଟିକେ ଶୁଣିଥାନ୍ତି, ଆଉ ଟିକେ ଶୁଣିଥିଲେ ମତେ ଭଲ ଲାଗିଥାନ୍ତା, ଏତିକିରେ ମୋ ମନ ପୁରିଲାନି। ବାସ୍ତବିକ ତାଙ୍କର ମନ ପୁରେ ନାହିଁ। ଆଉ ଯଦି ମନ ପୁରିଯିବ, କାଲି ସକାଳ ତ ମନ ସବୁ ପୁରିଗଲା, ତ ମନ ଆଉ କୁଆଡେ ପଳେଇବ। ତୁମ ଲୀଳା ଖେଳା ଗୋଚର କାହାକୁ, ତୁମ ଲୀଳା ଖେଳା ଗୋଚର କାହାକୁ, ତୁମେ ଆସି ନିଜେ ବୁଝାଅ ନିଜକୁ, ଦୟାମୟ ତୁମ ଦୟାର ପତାକା, ତୁମେ ଉଡାଇଛ ହେ ତୁମ ନାଁ କି ରସ ଭରିଛ ହେ ତୁମ ନାଁ। ଭଗବାନଙ୍କର ନାମରେ କେଉଁ ରସ ଅଛି, ହରିନାମେ କି ରସ ଅଛି, ପାନ କଲା ଲୋକ ସିନା ଜାଣିଛି। ସମସ୍ତଙ୍କୁ ଆଜ୍ଞା ଗୋଟେ ଗୋଟେ ନିଶା ହେଇଯାଇଥାଏ। ନା କଣ ସେ ନିଶା, ନା କାହାକୁ ଗୋଟେ ଜିନିଷ ଦେଖନ୍ତୁ, ଖାଦ୍ୟ ପ୍ରତି ନିଶା କାହାର ଥାଏ, କାହାର ପାନୀୟ ପ୍ରତି ନିଶା ଥାଏ। ଖାଦ୍ୟ ଭିତରେ ବିଭିନ୍ନ ପ୍ରକାର ଖାଦ୍ୟ ଅଛି, ସାତ୍ଵିକ ରାଜସିକ ତାମସିକ ଖାଦ୍ୟ। ପାନୀୟ ଭିତରେ ଯୋଉ ବିଷୟ ରହିଲା, ଖାଦ୍ୟ ପାନୀୟ ସେ ଏକା କଥା। କିଏ ମଦିରା ପାନ କରିବାକୁ ଭଲ ପାଉଛି, କିଏ ପାଣି ବହୁତ ପିଇବାକୁ ଭଲ ପାଉଛି, ଗୋଟେ ଗୋଟେ ଲୋକ ଅଛନ୍ତି ଆଜ୍ଞା ଦେଖିବେ ପେଟ୍ରୋଲ ପିଇକି ଅଛନ୍ତି, କିରୋସିନ ପେଟ୍ରୋଲ ପିଇକି। ତେଣୁ ଆମର ଦେହ ଯୋଉ ଭଳିଆ, ମାନେ ସାତ୍ଵିକ ରାଜସିକ ତାମସିକ ତିନି ପ୍ରକାର ଖାଦ୍ୟ ଭିତରେ ହେଇଗଲା। ତାପରେ କଣ ନା କର୍ମ ପୁଣି ଅଛି ତିନି ପ୍ରକାର, ସିଏ ସାତ୍ଵିକ କର୍ମ, ରାଜସିକ କର୍ମ, ତାମସିକ କର୍ମ। ସବୁଥିରେ ତିନୋଟି ଜିନିଷ ଥାଏ, କର୍ମ, ଖାଦ୍ୟପେୟ, ସବୁ କିଛି ଭିତରେ ଦେଇ। ତେଣୁ ଆଜି ଆମର ନାମଟା କାହିଁକି ଠିକ ଠିକ ହେଇପାରୁନି, ନା ଆମର ଖାଦ୍ୟପେୟ ଠିକ ଠାକ ନାହିଁ। ଠାକୁର ଏଇଠି ଗୋଟେ କଥା କହିଲେ, କଣ କହିଲେ କଥାଟି, ନା ମାଛ ମାଂସ ଖାସେ ନାରେ ପିଆଜ ରସୁଣ ମାଦାକୁ ଛାଡେ। ବଙ୍ଗଳା କଥା, କେହି ବି କୁହନ୍ତି କଣ ଗୋଟେ ବଙ୍ଗଳା ଠାକୁରଙ୍କର, ତମର ଠାକୁର ବଙ୍ଗଳା, ଆଉ କଣ ସେ ଓଡିଆ ଠାକୁର। ଆରେ ମହାପ୍ରଭୁ ଶ୍ରୀ ଚୈତନ୍ୟ ବି ସେଇ ବଙ୍ଗଳା ପ୍ରଦେଶରେ ବି ଜନ୍ମଗ୍ରହଣ କରିଥିଲେ। ଠାକୁର ଅନୁକୂଳ ଚନ୍ଦ୍ର ସେଇ ବଙ୍ଗଳା ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ଛାଡନ୍ତୁ, କୃଷ୍ଣ ବି ସେଇ କୋଉଠି ନା ଆମର ଗୋପରେ ବା ବୃନ୍ଦାବନରେ କେତେ ଲୀଳା କରିଥିଲେ। ଆଉ ଜଗନ୍ନାଥର ନାଥ ଜଗନ୍ନାଥ ଏଇଠି ଆମର ଯୋଉ ଓଡିଶାରେ ବା କହିବାକୁ ଗଲେ ପୁରୀ ଲୀଳା କରୁଛନ୍ତି। ପୁରୀରେ ତାଙ୍କର ଲୀଳା ବୋଲି କଣ, ସିଏ କଣ ବିଶ୍ୱବ୍ୟାପୀ ହେଇପାରୁନି। ଠାକୁର ଗୋଟେ ଉପଯୁକ୍ତ ସ୍ଥାନ ଦେଖିକି, ଉପଯୁକ୍ତ ମାର ଗର୍ଭ ଦେଖି ଆସନ୍ତି। ସେ ମା ଟା କଣ ବିଶ୍ୱର ଚାରିଆଡେ ଥିବ କି, ଏ ତ ପୁଣି ଗୋଟିଏ ଜାଗାରେ ଥିବ ନା ନାଇଁ। ତେଣୁ ସ୍ଥାନ ଦେଖନ୍ତୁନି, କିଏ କୋଉ ଇଏ ମାନେ ବଙ୍ଗଳା ହେଲା କି ଓଡିଆ ହେଲା କି ତେଲୁଗୁ ହେଲା କି ତାମିଲ ହେଲା,
सी जी आसीथिले तांकु केउ भली भाବରେ से आसीथिले कौन ପାଇଁ ଆସିଥିଲେ ମଣିଷ ସମାଜକୁ ସେ ଦେଲେ କଣ। ତେଣୁ ତାଙ୍କ ପ୍ରତି ବିଶ୍ୱାସ, ସତ୍ ନାମ ପ୍ରତି ପ୍ରଗାଢ଼ ଆସ୍ଥା ଭରସା ଯେପର୍ଯ୍ୟନ୍ତ ଆମର ଥିବ ଆମେ ସେ ପର୍ଯ୍ୟନ୍ତ ଆନନ୍ଦମୟ ଜୀବନ ଯାପନ କରୁଥିବା। ଯେଉଁଠି ଆମ ଗୁରୁଙ୍କ ପ୍ରତି ଅସମ୍ମାନ, ଯେଉଁ ଧର୍ମକୁ ଆମେ ଗ୍ରହଣ କଲେ ତା ପ୍ରତି ଆମର ବିତୃଷ୍ଣା ଭାବ, ଆପଣଙ୍କର ଶିଖିବାର ଅଛି, ଗୋଟେ ଜିନିଷ ଜାଣିବାର ଅଛି। ଆପଣ ଜଣଙ୍କ ପାଖକୁ ଟ୍ୟୁସନ ହେବାକୁ ଯାଉଛନ୍ତି, ସେ ବ୍ୟକ୍ତି ବିଶେଷ ଆପଣଙ୍କୁ କିଛି କହିପାଇଲେ ନାହିଁ, ଆପଣ ତା ପରଦିନ ଆଉ ଗୋଟେ ଟ୍ୟୁସନ ସାରଙ୍କ ପାଖକୁ ଗଲେ, କିନ୍ତୁ ଆପଣ ଯେଉଁ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଭିତରେ ଦେଇ ପଢୁଥିଲେ ସେଇଟା ଆପଣଙ୍କର କଣ ଚେଞ୍ଜ ହେଇଗଲା? ଚେଞ୍ଜ ହେଇପାରିଲାନି। ତେଣୁ ଦୀକ୍ଷା ନେବା ଭିତରେ ଜଣେ ଆପଣଙ୍କୁ ବୁଝେଇ ପାରିଲେ ନା ଜିନିଷଟି କଣ, ଆପଣ ଆଉ ଜଣଙ୍କ ପାଖକୁ ଗଲେ ବୁଝିଲେ, କିନ୍ତୁ ଆପଣ ଟାର୍ଗେଟ ରହିବା ଦରକାର ମୁଁ ଠାକୁରଙ୍କର ଏଇ କଥା ଟିକେ ବୁଝିପାରିଲି। ଆଉ ଯେଉଁ ଆମର ଯେଉଁ ଗୁରୁ ମାନେ ରହୁଛନ୍ତି ଦୀକ୍ଷା ଦଉଛନ୍ତି ରୀତିକି ମାନେ, ରୀତିକି ହଉଛନ୍ତି ଗୁରୁ ନୁହନ୍ତି। ସିଏ ଗୁରୁ ଏଠି ଆମର ଦେଖାଯାଏ, ଗୁରୁ ହଉଛନ୍ତି ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର, ସେହି ଗୁରୁ ସେଇ ଭଗବାନଙ୍କର ସ୍ୱରୂପ। ଗୁରୁଙ୍କୁ ନମଣିବନର ଗୁରୁ ହିଁ ସାକ୍ଷାତ ଈଶ୍ୱର। ଆମେ ଈଶ୍ୱରକୁ ଦେଖିନି, ତେଣୁ ଗୁରୁଙ୍କ ଭିତର ଦେଇକି ଆମେ ଈଶ୍ୱରକୁ ଦର୍ଶନ କରିବା। ଠାକୁରଙ୍କର ଲୀଳା କହିବାକୁ ଗଲେ ଠାକୁରଙ୍କ ଲୀଳା ଭିତରେ ବହୁତ କଥା ଅଛି। ଠାକୁରଙ୍କର କଥାରେ ଗୋଟେ ମୁସଲିମ ଆମିଷ ଛାଡି ଦେଇଥିଲେ, ସେ ଲୀଳା ବି ଅଛି। ଠାକୁର ତାଙ୍କର ଆଙ୍ଗୁଠିଟେ ମାତ୍ର ଧରିକି ସେ ଭାସି ଯାଉଛନ୍ତି ସେ ନଈ ସ୍ରୋତରେ, ତାଙ୍କର ଆଙ୍ଗୁଠିଟାକୁ ଧରିକିରି ଟାଣି ଆଣି ପାରୁଛନ୍ତି, ଏଭଳି ଶକ୍ତି ତାଙ୍କ ଭିତରେ ଅଛି। ତେଣୁ ଠାକୁରଙ୍କର କଥା ଭିତରେ ଦେଇକିରି ଆମେ ଆସିବା। ଏଠି କୌଣସି ଲୀଳାର କଥା ଆଜିର ଆଲୋଚ୍ୟ ବସ୍ତୁ ନୁହେଁ। ଆମେ ଜାଣିବା ଆମ ଭିତରେ ଗୋଟେ ପ୍ରକାର ସନ୍ଦେହ ଅଛି, ଠାକୁର କିଏ? ଆପଣଙ୍କ ଭାବନା ଭିତରେ ଯଦି ଥିବ ଠାକୁର ସେଇ ଶଙ୍ଖ ଚକ୍ର ଗଦା ପଦ୍ମନାଭରେ ଶ୍ରୀହରି ବିଷ୍ଣୁ, ତାହେଲେ ଆପଣଙ୍କୁ ସେ ବିଷ୍ଣୁଙ୍କ ରୂପରେ ହିଁ ଦର୍ଶନ ଦେବେ। ଯଦି ସେତିକି ପ୍ରଗାଢ଼ ନିଷ୍ଠା ଭଲ ପାଇବା ଥିବ। ଉଷାଇ ନିଶାଇ ମନ୍ତ୍ର ସାଧନ ଚଲାଏ ଫେରାଏ ଜପ, ଯଥା ସମୟରେ ଇଷ୍ଟ ନିର୍ଦ୍ଦେଶ ମୁହୂର୍ତ୍ତ କରାଏ ତ। ଇଷ୍ଟଙ୍କର ନିର୍ଦ୍ଦେଶ ଠିକ ସମୟରେ ଆସିଲା। ଆପଣ ଦେଖିଥିବେ ଆପଣଙ୍କ ଘରକୁ ଆଜ୍ଞା କେତେବେଳେ ନା କିଏ ନା କେହି ଗୋଟେ ଭିକ୍ଷୁକ ବେଶରେ ଆସିଥିବ, ଆଜ୍ଞା ଗୋଟେ ଖାଇବାକୁ ଦିଅନ୍ତି। ଆପଣଙ୍କ ଘରେ ଖାଇବାକୁ ଥିବ, ଯଦି ଆପଣ ଖାଇବାଟା ନଦେବେ ତାହେଲେ ସେଇଠି ଭଗବାନ ରୁକ୍ଷ ହେଇଯାଆନ୍ତି। ଆରେ ଏସବୁ ତତେ ଯୋଉ ଖାଇବା ମିଳୁଛି ଏସବୁ ତାଙ୍କରି ହିଁ ଦାନ, ସେଇ ଭଗବାନଙ୍କର ଦାନ। ସେ ବେଳେବେଳେ ପରୀକ୍ଷା କରିବା ପାଇଁ ଆସନ୍ତି, ଇଏ ମତେ ସତରେ ଖାଇବାକୁ ଦବ ତ। ପ୍ରତି ମୁହୂର୍ତ୍ତରେ ପରୀକ୍ଷା। ଭକ୍ତ ଜୀବନ ମାନେ ଆପଣ ଭାବିବେ ଯଦି ଠାକୁରଙ୍କୁ ଧରିଛନ୍ତି, ଯେକୌଣସି ସମ୍ପ୍ରଦାୟରେ ହୁଅନ୍ତୁ ନା କାହିଁକି, କାହିଁକିନା ଏ କଥାଟିକୁ କାଲି ଯେ ସେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଦୀକ୍ଷା ନେଇଥିବା ଲୋକ ଶୁଣୁଛନ୍ତି, ବାହାର ଲୋକ ଶୁଣୁନାହାନ୍ତି, ଶୁଣୁଛନ୍ତି। ଆପଣ ଯେଉଁ ସମ୍ପ୍ରଦାୟରେ ହୁଅନ୍ତୁ ନା କାହିଁକି, ଆପଣ ଯଦି ଦୀକ୍ଷା ନେଇଯାଇଛନ୍ତି ଆପଣଙ୍କର ଆଜ୍ଞା ଖଣ୍ଡାଧାରରେ ଜୀବନ, ମାନେ ପରୀକ୍ଷା ପ୍ରତି ମୁହୂର୍ତ୍ତରେ ପ୍ରତି ସମୟରେ ପରୀକ୍ଷା ଭିତରେ ଦେଇକିରି ଆପଣଙ୍କୁ ଯିବାକୁ ପଡିବ। ତେଣୁ ଆମେ ଆସନ୍ତୁ ପରୀକ୍ଷା ଭିତରେ ଦେଇକି ଯିବା, ଠାକୁରଙ୍କ ଉପରେ ଭରସା କରିବା, ଠାକୁରଙ୍କର ସତନାମ ଉପରେ ଭରସା କରିବା। ଠାକୁର ଯେଉଁ ଆସିଲେ ରାଧାକୃଷ୍ଣଙ୍କର ତତ୍ତ୍ୱ ଭାବ ଜ୍ଞାନୀ, ସେ ତତ୍ତ୍ୱ କଥା ବି ଜାଣିବା। କାହିଁକି ନା ଏଇ ତତ୍ତ୍ୱଟା ନ ଜାଣିଲା ପର୍ଯ୍ୟନ୍ତ କୌଣସି ଜୀବର ଉଦ୍ଧାର ହେଇପାରିବ ନାହିଁ, ଯାହାକି ଠାକୁର ପ୍ରଥମେ ପ୍ରାର୍ଥନାର ପ୍ରଥମ ଧାଡିରେ ଲେଖିଦେଇଛନ୍ତି। ऐसा नाम अपार कोई भेद न जाने, जो जाने सो पार बहुरी ना जग में जन्म। ତେଣୁ ଏ ନାମ ଭିତର ଦେଇକିରି ନାମର ତତ୍ତ୍ୱଟା ହିଁ ଜାଣିଗଲେ ହିଁ ମଣିଷ ଉଦ୍ଧାର ପାଏ। ଆଉ ସେ ନାମର ତତ୍ତ୍ୱଟା ଜାଣିଗଲେ ଠାକୁର କହିଲେ ନାଇଁ କି ନିଜ ଭିତରେ ଠାକୁରତ୍ୱ ଜଗାଇ ତୋଳ। ତେଣୁ ନିଜ ଭିତରେ ଠାକୁରତ୍ୱ ଜଗାଇ ତୋଳିବା ପାଇଁ ନାମଟା ହିଁ ଏକାନ୍ତ ଆବଶ୍ୟକ। ଆଉ ସେ ନାମ ଭିତରେ କଣ ଏଭଳି ଜିନିଷ ଅଛି ଯେ କି ଠାକୁର କହିଲେ ଏଇଟା ନିଜେ ଜାଣିଗଲା ସେ ଉଦ୍ଧାର ପାଇବନି। ସେଇ ଯୋଉ ତତ୍ତ୍ୱ କଥାଟାକୁ ଆମେ ଜାଣିବା। ତେଣୁ ଆସନ୍ତୁ ଠାକୁରଙ୍କର ସଦା ଆଲୋଚନା ଭିତରେ ଦେଇକରି ଯିବା। ଆମ ଜୀବନରେ ଗୋଟିଏ ଗୋଟିଏ କଥାକୁ ଆମେ ପ୍ରତିଫଳିତ କରି ତୋଳି ଆସି ସେ ଠାକୁରଙ୍କୁ କେନ୍ଦ୍ରିତ କରି। ତେଣୁ ଯୋଉମାନେ ଦୀକ୍ଷା ଦିଅନ୍ତି ଆମ ରୀତିକ ମାନେ,
ରୀତିକ୍ ମାନେ କଣ କରନ୍ତି ନା ଠାକୁରଙ୍କୁ କେନ୍ଦ୍ରିତ କରି ଠାକୁରଙ୍କ ଆଜ୍ଞାରେ ହିଁ ସେ ନାମଟା ପ୍ରଦାନ କରିଥାନ୍ତି। ଠାକୁରଙ୍କୁ କେନ୍ଦ୍ରିତ କରି ସିଏ ଗୁରୁ ହେଇଯାଆନ୍ତି ନାହିଁ। ସିଏ ହଉଛନ୍ତି ଠାକୁରଙ୍କୁ କେନ୍ଦ୍ରିତ କରି ଠାକୁରଙ୍କୁ ଗୁରୁ ରୂପରେ ରଖିକିରି ହିଁ ତାଙ୍କ ତତ୍ତ୍ୱାବଧାନରେ ନାମଟା ଦିଅନ୍ତି। ଏଇଭଳି ଭାବରେ ଜିନିଷ। ତେଣୁ ଠାକୁରଙ୍କର ବିଷୟରେ ଅନୁମୋଦନ ବିଷୟରେ ଯୋଉ ଭ୍ରାନ୍ତ ଧାରଣା ଲୋକମାନଙ୍କର ଅଛି, ଜଣେ ସାଧାରଣ ଅବଜାନନ୍ତି ମାଙ୍ଗୁଡା ମାନସିକ ନମାଶ୍ରିତ ପରମ ଭାବ ଭୂତ ମହେଶ୍ୱର ସମସ୍ତେ ହିଁ ସେଇଭଳିଆ କରି ଗୋଟେ ରହନ୍ତି। ଆମ ଗୋଟେ ଆସ୍ତିକ ନାସ୍ତିକ ଭକ୍ତ ଅଛନ୍ତି, ଅଭକ୍ତ ଅଛନ୍ତି। ତା ଭିତରେ ହଉଛନ୍ତି କଣ ନା ଆସୁରିକ ପ୍ରବୃତ୍ତିର କେତେ ଜଣ ଅଛନ୍ତି। ସେ କଣ କରନ୍ତି ଭଗବାନ କେମିତି କାଠ ମୂର୍ତ୍ତିଟା ଗୋଟେ ଫଟୋ ବିଗ୍ରହ କଣ ଭଗବାନ ଏଇଟା କାନ୍ଥରେ ଗୋଟେ କଣ ଚିତ୍ର ଆଙ୍କି ଦେଇଛ ଇଏ ଭଗବାନ, ଏଇଟା ସବୁ କିଛି ନାହିଁ ଚାଲ ମଦ ମାଷ୍ଟର ଆଇଁଷ ଭିତରେ ସବୁ ତାଙ୍କର ବୁଦ୍ଧି ସିଏ ସେ କରିବେ ହିଁ ସେ। ଆଉ କେତେ ଜଣ ଅଛନ୍ତି ସତରେ କଣ ଏ ଭଗବାନ, ମଣିଷ ହେଇକି ବସିଛନ୍ତି ଖାଲି ଦେହ, ତାଙ୍କର କିଛି ନାହିଁ କଣ ଡ୍ରେସ ପତ୍ର ନଥିଲା ସେତେବେଳେ, ଗୋଟେ ଲୁଗାଟେ ଭଲ ଲୁଗାଟେ ପିନ୍ଧିକି ବସି ପାରୁନାହାନ୍ତି, ଖାଲି ଦେହରେ ପଇତାଟେ ପକେଇ ଦେଇକି ବସୁଛନ୍ତି। ଇଏ କଣ ସତରେ ଠାକୁର? ଜିଜ୍ଞାସା ଆର୍ତ ଅର୍ଥାତ୍ ଜିଜ୍ଞାସୁ ଜ୍ଞାନୀ, ଚାରି ପ୍ରକାର ଭକ୍ତ ଅଛନ୍ତି। ୟାଙ୍କୁ ବାଦ ଦେଲା ପରେ ଆଉ ଯିଏ ଶିଶୁଙ୍କୁ ଭକ୍ତରେ ଯାଆନ୍ତିନି। କିନ୍ତୁ କେତେ ଲୋକ ଏ ଭିତରେ ନଥାନ୍ତି କିନ୍ତୁ ସେ ଭଲ ପାଇବା ଦିଅନ୍ତି। ଭଲ ପାଇବା ଭିତରେ ଦେଇକି ଗୋପୀମାନେ ଜ୍ଞାନୀ ନଥିଲେ। ଆର୍ତ ଅର୍ଥାତ୍ ଜିଜ୍ଞାସୁ ଜ୍ଞାନୀ ଗୋପୀମାନେ ଏ ଚାରିଟା ଜିନିଷ ନଥିଲା। ଗୋ ମାନେ ଇନ୍ଦ୍ରିଆ, ପି ମାନେ ପିତା, ଯେ ସମସ୍ତ ଇନ୍ଦ୍ରିୟ ମାନଙ୍କ ଦ୍ୱାରା ଭଗବାନଙ୍କର ସାଧନ ସେ ହଉଛନ୍ତି ଗୋପୀ। କାହିଁକି ନା ସେ ଆର୍ତ ନଥିଲେ, ଢଳ ବିକଳ ହଉନଥିଲେ ଭଗବାନ ପାଇଁ, କାହିଁକି ନା ତାଙ୍କର ସେ ଭାବୁଥିଲେ ଆମ ପାଖରେ ସବୁବେଳେ କୃଷ୍ଣ ହିଁ ଅଛନ୍ତି, କୃଷ୍ଣ ଆମକୁ ଛାଡିକି ଯାଇନାହାନ୍ତି। କାହିଁକିନା ସେ କୃଷ୍ଣ କହିଥିଲେ ମୁଁ କେବେ ହେଲେ ତୁମ ମାନଙ୍କୁ ଛାଡି ଯିବି ନାହିଁ। ଆପଣ ହିଁ ଦେଖିବେ ମର୍ତ୍ତ ହେଇ ଯାଇଥିଲେ, ଯଶୋଦାଙ୍କ ପାଖରେ ଯେଉଁ କୃଷ୍ଣ ଥିଲେ ତତ୍ତ ଭିତରକୁ ଗଲେ। ଏଠି ଯୋଉ ଆସିଥିଲେ କିଏ ଦେଖା ଦେଇଥିଲେ ନା ନାରାୟଣ, ବସୁଦେବ ସେ ଯୋଉ ବନ୍ଦିଶାଳା ଭିତରେ ନାରାୟଣ ଦର୍ଶନ ଦେଇଥିଲେ। ସେ ଗୋଟେ ଛୋଟ ବାଳକ ହିସାବରେ ଆସିଥିଲେ ଦେବକୀଙ୍କର ପାଖରେ ରହିଥିଲେ ସମୟ ପରେ, ତାଙ୍କୁ ନେଇକି ଯାଇଥିଲେ ଅଜନୀ ସମ୍ବୁଦା। ସେଠି ଆଉ ଗୋଟେ ତାଙ୍କର ଗୋଟେ ପୁତ୍ରଟେ କନ୍ୟାଟେ ଜାତ ହେଇଥିଲା, ଇଏ ତ ନେଇକି ଥୋଇ ଦିଅନ୍ତି, ସିଏ ତାଙ୍କ ସାଙ୍ଗେ ମର୍ଚ କରିଯାଇଛନ୍ତି, ମିଶି ଯାଇଛନ୍ତି। ଯେତେବେଳେ ଅକ୍ରୁର ଆଣିକି ଆସିଛନ୍ତି ସେ ପୁଣି ସେଠି ରହିଲେ, କୃଷ୍ଣ ଏଠି ସେ ନାରାୟଣଙ୍କୁ ଧରିକିରି ଆସିଲେ, ଏଠି ପ୍ରଭୁ ଲୀଳା କଲେ। ତେଣୁ କୃଷ୍ଣ କେବେ ହେଲେ ବୃନ୍ଦାବନ ଛାଡିବା ସେଇ ଯୋଉ ଗୋପାଳ ମାନଙ୍କୁ ଛାଡି ଗୋପୀ ମାନଙ୍କୁ ଛାଡି କେବେ ହେଲେ ଆସିନାହାନ୍ତି, କୁଆଡେ ବି ଯାଇନାହାନ୍ତି। ତେଣୁ ଗୋପୀମାନେ ଆର୍ତ ନଥିଲେ, ଗୋପାଳ ମାନେ ଆର୍ତ ନଥିଲେ, ଅର୍ଥାତ୍ ଜିଜ୍ଞାସୁ ଜ୍ଞାନୀ। ଗୋପୀମାନଙ୍କ ଭିତରେ କିଛି ନଥିଲା, ଆମେ ପ୍ରଭୁଙ୍କର, ପ୍ରଭୁ ଆମର, ତୁମେ ଯେ ଆମର ଆମେ ଯେ ତୁମାର। ଏସବୁ କଥା ଠାକୁରଙ୍କ କଥା ଭିତରେ ଦେଇକିରି ଭଳି ଭାବରେ ଭଲ ପାଇବା ଦରକାର, ବିଶ୍ୱାସ ଦରକାର। କୋଉ ଭଳି ନା ଅନ୍ଧ ଭଳି ବିଶ୍ୱାସ। ବିଶ୍ୱାସ ମିଳେଇ ହରି ତର୍କେ ବହୁ ଦୂର। କାରଣ ଭଗବାନଙ୍କୁ ଭଲ ପାଇବା ଭିତରେ ଦେଇକି ବିଶ୍ୱାସ ଭିତରେ ଦେଇକିରି ଯିବା। ଆଉ ବିଶ୍ୱାସ ଯେ ପର୍ଯ୍ୟନ୍ତ ନ ଆସେ ଟିକେ ଟିକେ ଆମେ ଝୁଣ୍ଟିବା। ଆଉ ଭକ୍ତର ଜୀବନ ହଉଛି ଖଣ୍ଡାଧାର, ଯଦି ଦୀକ୍ଷା ତ ନେଇନେ ସେ ତ ଛାଡ, ଯଦି ନେଇ ଯାଇଛି, ଆମେ ଆଜ୍ଞା ପାଠ ପଢୁନୁ, ଆମର ଫେଲ ହବାର କିଛି ନାହିଁ, ଫେଲ ହବାର ନାହିଁ କି ପାସ୍ ହବାର ନାହିଁ, କାହିଁକି ନା ଆମେ ପାଠ ହିଁ ପଢୁନେ। କିନ୍ତୁ ଯିଏ ପାଠ ପଢୁଛି ବିଦ୍ୟାର୍ଥୀ, ତାର ମୁଣ୍ଡରେ ସବୁବେଳେ ଟେନସନ, କେମିତି ପରୀକ୍ଷା ଆସିଯିବ, ଏଇ ସବଜେକ୍ଟ ଗୁଡାକ ମୁଁ ଦେଖିବି, କେଉଁ ଭଳି ଭାବରେ ମୁଁ ପାସ୍ କରିବି। ତାର ଟାର୍ଗେଟ ଥିବ ସେଠି, ଲକ୍ଷ୍ୟ ଥିବ ସେଠି, ତାକୁ ଡାକୁଥିବେ ଆସୁନୁ ଟିକେ ବୁଲିବାକୁ ଯିବା, ନା ରହ ମ ମୁଁ ଟିକେ ପଢିଦିଏ, 5 ଦିନ ପରେ ପରୀକ୍ଷା ଅଛି। ପରୀକ୍ଷା ସରିଗଲା, ତା ଭିତରେ ବି ସେ ଟେନସନ, ପରୀକ୍ଷା ସରିଗଲା ମୁଁ ପାସ୍ କରିଯିବି ତ, ପାସ୍ କଲା ପରେ ମୁଁ ଆଉ ଗୋଟେ ଏଇ ପାଠ ପଢିବି, ତା ଭିତରେ ଟେନସନ, ପାଠ ପଢିବାର ନିଶା। ବିଦ୍ୟାର୍ଥୀ ଯିଏ ପାଠ ପଢୁନି ତାର ଟେନସନ ନାହିଁ। ତେଣୁ ଯିଏ ଭକ୍ତ, ଯିଏ ଠାକୁରଙ୍କର ଦୀକ୍ଷା ନେଇଛି, ସେ ଦୀକ୍ଷା ଭିତରେ ରହୁଛି ମୁଁ
ଏସବୁ ଠିକ୍ ଠାକ୍ କରିପାରୁଛି ତ? ମୁଁ ଯଜନ ଯାଜନ ଇଷ୍ଟବୃତ୍ତି କରିପାରୁଛି ତ? ସ୍ୱସ୍ତିନୀ ସଦାଚାର ତ ସେ ବହୁ ଉଚ୍ଚ କୋଟିର କଥା। ମୁଁ ଏଇ 3ଟା ମୁଖ୍ୟ ଜିନିଷ କରିପାରୁଛି ତ? ସେତେବେଳେ ତା ଭିତରେ ଆସି ଠାକୁରଙ୍କ ପ୍ରତି ଭଲ ପାଇବା ଥିବ। ପ୍ରେମର ଠାକୁର ପ୍ରେମର ଟାଣି ଆସିଥିଲେ ବୃନ୍ଦାବନ, ସେ ଯେ ପ୍ରେମ କାନ୍ନା ବାହାରି ନ ଆସି କରିଥିଲେ। ଯେମିତି ବିଦ୍ୟାର୍ଥୀର ଗୋଟେ ଝୁଁ, ମୁଁ ଠିକ୍ ଠିକ୍ ପାଠ ପଢ଼ିବି, ସେହିପରି ଗୋଟେ ସତ୍ସଙ୍ଗୀର ବା ଗୋଟେ ଗୁରୁ ଭାଇର ବା ଜଣେ ଦୀକ୍ଷିତର କର୍ତ୍ତବ୍ୟ ହେଉଛି ମୁଁ ସେ ଦୀକ୍ଷାକୁ ଠିକ୍ ଠିକ୍ ଭାବରେ କାର୍ଯ୍ୟରେ ପରିଣତ କରିପାରୁଛି ତ? ପରିପାଳନ କରିପାରୁଛି ତ? ଅନୁସରଣ କରିପାରୁଛି ତ? ଠାକୁରଙ୍କ କଥାକୁ ମୁଁ ଅନୁସରଣ କରିପାରୁଛି ତ? ଆଉ ମୁଁ ଦୀକ୍ଷା ନେଇଛି, ଆଜ୍ଞା ମୁଁ ସବୁବେଳେ ଚିକେନ ମଟନ ଖାଇଲି, ମଦ ମାତ୍ସର୍ଯ୍ୟରେ ବୁଡ଼ି ରହିଲି, ତାହେଲେ ଠାକୁର ଯୋଉ କହିଥିଲେ ମାଛ ମାଂସ ଖାସ ନାଁରେ ପିଆଜ ରସୁଣ ମାଦ ଛାଡ, ମୁଁ ତ ସେଇଟା କଲିନି, ଠାକୁରଙ୍କ କଥାକୁ ଅବଜ୍ଞା କଲି, ଠାକୁରଙ୍କୁ ଗୋଇଠା ମାରିବା ସାଙ୍ଗରେ ସମାନ ହେଇଗଲା। ତାହେଲେ ମୁଁ ପାଇଲି କଣ? କଥାରେ କରିଲୁ କେତେ, କଥାରେ କହିଲୁ କେତେ, କରିଲୁ ନାହିଁ ତା କାର୍ଯ୍ୟ, କାମରେ ଫୁଟାଇ ନ ତୋଳିବ ଯାହା, ଫଳଟି ପାଇବ ବାଜେରେ, ଫଳଟି ପାଇବ ବାଜେ। ଫଳ କିଛି ନ ପାଇଥିଲେ ଚଳିଥାନ୍ତା, କିନ୍ତୁ ଫଳଟି ପାଇବ ବାଜେ। ତେଣୁ ଆମର କର୍ମ ଯେପରି ହୁଏ, ଆମକୁ ତଦନୁରୂପ ଫଳ ସେଇଭଳି ମିଳେ। ତେଣୁ ଠାକୁରଙ୍କ ଭିତର ଦେଇକିରି ଯଦି ନ ବୁଝିପାରୁଛନ୍ତି, ଆମେ କାହିଁକି ଯଜନ ଯାଜନ ଇଷ୍ଟବୃତ୍ତି କରିବା? ଇଷ୍ଟବୃତ୍ତି କାହିଁକି ଆମେ ଦେବା? ପଇସାଟେ ଦେବା, ଆମେ ଚାଉଳ ଦେଲେ ହୁଅନ୍ତା ନା? ଚାଉଳ ଦେଲେ ହବ, କିନ୍ତୁ କେହି ମନା କରୁନାହାନ୍ତି। ଆଜ୍ଞା ଗୋଟେ ସ୍ତ୍ରୀ ଲୋକ ପାଖରେ ପଇସା ନେଇ, ସେ ଘରେ ପଣସ ମଞ୍ଜି ଅଛି, ପଣସ ମଞ୍ଜିକି ନେଇକିରି ସେ ରଖିଲା ଗୋଟିଏ ଗୋଟିଏ କରି, ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ କରି। ଯେତେବେଳେ 30 ଦିନ ହୋଇଛି, ସିଏ ବସିଛି, ମୁଁ କିଭଳି ଭାବରେ ଆଶ୍ରମକୁ ଏଇଟା ପଠେଇବି? ଠାକୁର ସେପଟେ ଜାଣି ଦେଇଛନ୍ତି, ସେ ଠାକୁର ଥିଲେ, ସିଏ ଜାଣି ଦଉଥିଲେ। ଆଚ୍ଛା ଆଷାଢ ମାସ ହେଇଗଲାଣି, କହିଲେ ମୋର ଟିକେ ପଣସ ମଞ୍ଜି ଟିକେ ଖାଇବାର ଥିଲା। ଆଷାଢ ଯାଇକିରି ଆମର ଯୋଉ ଦିନରେ ପଣସ ନ ମିଳିବ ସେଇ ଦିନଟା ହେଇଗଲାଣି, ମୋର ଅବଶ୍ୟ ମନେ ପଡୁନି, ସେ ଓଡିଆ ମାସ ଭିତରେ ଦେଇକିରି, କାହିଁକିନା ଆମ ଓଡିଆ ମାସ କହିବାକୁ ଗଲେ ଆମର ପ୍ରାୟ ମନେ ରହୁନି, ପ୍ରାୟ ଲୋକ, କାହିଁକିନା ଜାନୁଆରୀ ଫେବୃଆରୀ ମାର୍ଚ୍ଚ ଏପ୍ରିଲ କଥା ହେଇଗଲା। ଏ ଦିନେ କୋଉଠି ପଣସ ମିଳିବ, ଯେ ପଣସ ମଞ୍ଜି ମିଳିବ? ଠାକୁର କହିଲେ ପଣସ ମଞ୍ଜି ଖାଇବାକୁ ଇଚ୍ଛା ହଉଛି, ଏମାନେ ଖୋଜି ଖୋଜି ପାଇଲେନି ନା, ଅମୁକ ଗ୍ରାମକୁ ଯାଉ, ସେ ଜାଗାରେ ଅଛି, କହିବ ଆଉ ଠାକୁର କହିଛନ୍ତି ପଣସ ମଞ୍ଜି ଦିଏ, ସେ ପଣସ ମଞ୍ଜି ରଖି ଚାଲିଛି, ଏମିତି ମାସ ଧରି 500 କେତେ ରଖିଛି। ଯାଇକିରି ଯେତେବେଳେ ତାପରେ ପଇସା ନାହିଁ, ଆର୍ଥିକ ଅସୁବିଧା, ପରିବାର ଭିତରେ ଦେଇକିରି ଠାକୁରଙ୍କର ଦୀକ୍ଷା କଥା ସେମାନେ କେହି ବୁଝୁନାହାନ୍ତି, ସେ ସ୍ତ୍ରୀ ଲୋକର ଶାଶୁ ଘରେ କେହି ବୁଝୁନାହାନ୍ତି, ତାକୁ ପଇସା କିଛି କେହି ଦଉନାହାନ୍ତି। ତ ଠାକୁର ଯଦି ସବୁ ଦେଲେ ସମ୍ଭାଳିବେ, ସବୁ ଦେଲେ ସେ ଗ୍ରହଣ କରନ୍ତି, ତାହେଲେ ପଣସ ମଞ୍ଜି ଦେଇଦେ, ଇଷ୍ଟବୃତ୍ତି କରିଦେ। ସେ ଇଷ୍ଟବୃତ୍ତି କରିଛନ୍ତି, ଠାକୁର ତାଙ୍କ ଘରକୁ ପଠେଇଛନ୍ତି, ସେ ତାଙ୍କ ଘରକୁ ଆଣିକିରି ଆସିଛନ୍ତି, ଭୋ ଭୋ ବାଦି କାନ୍ଦୁଛନ୍ତି। ଠାକୁର ଆମର ଏଇଭଳି ଭାବରେ ଯେ କି ପଣସ ମଞ୍ଜି ଠାକୁର ମୁଁ ଇଷ୍ଟବୃତ୍ତି ରୂପରେ ରଖିଥିଲି, ଠାକୁର ତାକୁ ଗ୍ରହଣ କରିବା ପାଇଁ ପଠେଇଛନ୍ତି, ଆନନ୍ଦରେ ଭାବ ବିହ୍ୱଳ। ଏମାନେ କହୁଛନ୍ତି କଣ ହେଲା ଆଜ୍ଞା? ନା ମୁଁ ଏଇଟା ତ ଠାକୁରଙ୍କ ପାଇଁ ରଖିଥିଲି, ଆଉ ଠାକୁରଙ୍କ ପାଖକୁ ସେ ଯିବ, କାହିଁକିନା ସେ କହିଛନ୍ତି ପଇସା ଦବ, ପଣସ ମଞ୍ଜି ଆଣିବ, ଠାକୁର କହିଛନ୍ତି। ଏ ତ ଠାକୁରଙ୍କର ପାଇଁ ମୁଁ ରଖିଛି, ତାଙ୍କୁ ସମର୍ପଣ କରିଦେଇଛି। ସମର୍ପଣ ଭାବ ଏଠି ରହିବା ଦରକାର। ଯେକୌଣସି ବସ୍ତୁ ସମର୍ପଣ ଭାବ କରିଦେଇ ଭଲ ପାଇବାଟା ଆସେ। ତେବେ ଇଷ୍ଟବୃତ୍ତି ହେଉଛି ଠାକୁରଙ୍କ ପ୍ରତି ଭଲ ପାଇବାଟା ଆଣେ। ଇଷ୍ଟବୃତ୍ତି ଗୋଟେ କୌଣସି ସାଧାରଣ ଜିନିଷ ନୁହନ୍ତି, ଇଷ୍ଟବୃତ୍ତି ମାନେ ହିଁ ଇଷ୍ଟଭରଣ ବା ଇଷ୍ଟଙ୍କ ପ୍ରତି ଆମର ଭଲ ପାଇବା ଆସିବାର ଗୋଟିଏ ମାଧ୍ୟମ ଇଷ୍ଟବୃତ୍ତି। ଆମେ ନେଇକି ଯାଉଛେ, ଫଳ ନେଇକି ଯାଉଛେ, ଆଉ ମନେ ରଖନ୍ତୁ ଇଷ୍ଟବୃତ୍ତି ହଉଛି ଯଦି ଏତିକି ଦେଇଥିବେ, ଭଗବାନ ତାର ପ୍ରତିଦାନ ସ୍ୱରୂପ ତାର ଅଜସ୍ର ପଠେଇ ନିଅନ୍ତି। ଆଜି କୋଟି ବସ୍ତ୍ର ପ୍ରଦାନ କରିଛନ୍ତି, ଯେତେବେଳେ ବିବାହ କରିଛି ଡାକିଛନ୍ତି ହେ ନାରାୟଣ ମତେ ରକ୍ଷା କର, କୋଟି ବସ୍ତ୍ର ଦେଇଛନ୍ତି। କାହିଁକି ନା ଯେତେବେଳେ କୃଷ୍ଣଙ୍କର ଟିକେ ଅଂଶ କଟି ଯାଇଥିଲା ହାତର, ସେତେବେଳେ ଦ୍ରୌପଦୀ ତାଙ୍କର କାନି ଚିରି ଦେଇକି ସେଠି ବାନ୍ଧି ଦେଇଥିଲେ, କପଡା ଦେଇଥିଲେ ଠାକୁରଙ୍କୁ। ମନେ ପକେଇବେ ସେଇ ମହାଭାରତର କଥା, ବାନ୍ଧି ଦେଇଥିଲେ ଟିକିଏ ବସ୍ତ୍ର ଚିରି ଦେଇକି। ଆଜି ଦେଖନ୍ତୁ ତାଙ୍କୁ କୋଟି ବସ୍ତ୍ର ଦେଇକି ତାଙ୍କର ଲଜ୍ଜା ରକ୍ଷା କରିଛନ୍ତି, ଲଜ୍ଜା ନିବାରଣ କରିଛନ୍ତି।